ଅନୁକମ୍ପା ଆମ ଭଗବାନଙ୍କର ଅହେତୁକୀ ଅନୁକମ୍ପା ଆମ ସମସ୍ତଙ୍କର ଭକ୍ତି ଜୀବନରେ ଗୋଟିଏ ମାତ୍ର ଆଶା ଥାଏ। କିନ୍ତୁ ବେଳେ ବେଳେ କାଲି ଜଣେ ପ୍ରଶ୍ନ କରୁଥିଲେ କ୍ଲାସ ପରେ କି ଆମେ ଭକ୍ତିରେ କାହିଁକି ବେଳେ ବେଳେ ନିରୁତ୍ସାହିତ ହେଇଯାନ୍ତି। ତ ଯେମିତି ମୁଁ କାଲି ବି ସେସନରେ କହୁଥିଲି, ଆମର ଭକ୍ତି ଟା କଣ ତରଙ୍ଗ ରଙ୍ଗିଣୀ, ଅର୍ଥାତ୍ ତରଙ୍ଗାୟିତ ରୂପରେ କେତେବେଳେ ଅପ୍ ହବ, କେତେବେଳେ ଡାଉନ ହବ, କେତେବେଳେ ଅପ୍ ହବ, କେତେବେଳେ ଡାଉନ। କିନ୍ତୁ ଦୁଇ ତିନିଟା ଜିନିଷ ମୁଁ ନୋଟ କରିବା ପାଇଁ ନିଶ୍ଚୟ କହିବି। ପ୍ରଥମ ହେଲା ସାଧୁ ସଙ୍ଗ। ସାଧୁ ସଙ୍ଗ ମାନେ କଣ କି ଆମେ ଡିଭୋଟି ମାନଙ୍କ ଗହଣରେ ରହିବା, ଆଉ ଡିଭୋଟି ମାନଙ୍କର ତାଙ୍କର ଯାହା ଶ୍ରଦ୍ଧା ଅଛି ଭଗବାନଙ୍କ ଉପରେ, ଆଉ ଏଇ ଭକ୍ତି ମାର୍ଗରେ ଯୋଉ ଶ୍ରଦ୍ଧା ଅଛି, ସେମାନେ ଭକ୍ତି କରୁଛନ୍ତି ଆଉ ଅନୁଭବ ଅଛି, ଏ ତିନିଟା ଜିନିଷକୁ ଆମେ ନିଶ୍ଚୟ ଭାବରେ ଆମ ଜୀବନରେ କଣ ଆତ୍ମସାତ କରିବା। ଶ୍ରଦ୍ଧା ଶୁଦ୍ଧ ସାଧୁଙ୍କ ହୃଦୟରୁ ଆମ ହୃଦୟକୁ ପ୍ରବାହିତ ହୁଏ। ତେଣୁ ସେଥିପାଇଁ ସାଧୁ ସଙ୍ଗର ଅର୍ଥ ଆମେ ନିଜକୁ ବୁଝେଇ ଦବାର ଅଛି କି ନାଇଁ ଆମେ ଭଗବାନଙ୍କର ଭକ୍ତି ମାର୍ଗରେ ଆସିଛେ। ତେଣୁ ଆମ ଜୀବନରେ ଯାହା ବି ସମସ୍ୟା ଥାଉ ନା କାହିଁକି, ତ ଡିଭୋଟି ଆସୋସିଏସନରେ ଆମକୁ କଣ କରିବାର ଅଛି, ଯୋଉଟା ଆମର ଭକ୍ତିରେ ଆମକୁ ଆଗକୁ ନେଇକି ଯିବ, ସେଇ ସବୁ ଜିନିଷ ହିଁ କରିବାର ଅଛି। ଅଲଗା କୌଣସି ଜିନିଷ ଆମକୁ କରିବାର ନାହିଁ। ତେଣୁ ସେଥିପାଇଁ ସାଧୁ ସଙ୍ଗରେ ରହିଲେ ସବୁ ସମୟରେ ତା ମନ ଯେତେବେଳେ ବିଚଳିତ ହବ, ସେତେବେଳେ ଆମେ ସାଧୁ ମାନଙ୍କ ଠାରୁ କିଛି ନିର୍ଦ୍ଦେଶ ପାଇବା, କିମ୍ବା ତାଙ୍କର ଶ୍ରଦ୍ଧା ଦେଖିକି ଆମେ ନିଜ ଜୀବନକୁ ଆଡପ୍ଟ କରିନବା। ଆଡପ୍ଟ କରିନବା ମାନେ ଆମେ ଜାଣିବା କି ନାଇଁ ଜୀବନର ଲକ୍ଷ୍ୟ ହେଲା ଏଇଟା। ଆଉ ସବୁଠୁ ମୁଖ୍ୟ ଜିନିଷ ହେଲା ଆମେ ଜୀବନର ଲକ୍ଷ୍ୟ ଟାକୁ ବୁଝିବା। କାରଣ ଜୀବନର ଯେତେବେଳେ ଆମେ ଦେଖୁଛେ ଗୋଟେ ଛୋଟ ପ୍ଲେନରେ ତ ବହୁତ ଆକାଶରୁ ଉପରକୁ ଶୀର୍ଷକୁ ଉଡି ପାରୁଛି, ତ ସିଏ ତା ଭିତରେ ଯିଏ ବସିଥିବ ସିଏ କଣ ଦେଖୁଛି, ଇଭେନ ଏ 100 ମହଲା ବିଲ୍ଡିଂ ମଧ୍ୟ ଛୋଟ 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 ଦେଖା ଯାଉଛି। ଜୀବନର ଲକ୍ଷ୍ୟ ଯେତେ ଅତ୍ୟନ୍ତ ଉନ୍ନତ ହେଇଥିବ, ଏପରି ବିଶେଷ କୃଷ୍ଣ ପ୍ରେମ ପ୍ରାପ୍ତି କରିବା ପାଇଁ ଥିବ, ତ ଭୌତିକ ଜଳ ଜଗତର ସମସ୍ତ ପ୍ରକାର ଯୋଉ ଦ୍ଵନ୍ଦାତ୍ମକ ସ୍ଥିତି ଜଣେ ମୁକ୍ତ ହେଇପାରିବ। ସେ ଟଲରେଟ କରିପାରିବ, କାରଣ ଟଲରେଟ ର କୌଣସି ସୀମା ନଥାଏ। ଆମକୁ ଆଗରୁ ବି ସେସନରେ କହିଥିଲି ଅବନ୍ତୀ ବ୍ରାହ୍ମଣ କଥା। ଯିଏ ବହୁତ ଧନୀ ପରିବାରରେ ଥିଲା, କିନ୍ତୁ ଗୋଟେ ଦିନ ଆସିଲା ତା ପାଖରେ କିଛି ଧନ ନଥିଲା। ଆଉ ଯେତେବେଳେ ଧନ ଥିଲା ସମସ୍ତେ ସମ୍ପଦ କାଳେ ସର୍ବେ ସୁଖା ବିପଦେ ନ ଦିଅନ୍ତି ଦେଖା। ସମସ୍ତେ ବନ୍ଧୁ ହେଇକି ଆସିଲେ, କିନ୍ତୁ ଧନ ନାହିଁ ମାନେ ଏମିତି କେହି ପଚାରିଲେନି। ସେ ଲୋକକୁ କାମ କରେଇଲେ, ତାକୁ ଛିପ ପକେଇଲେ, ତାକୁ ଖାଇବାକୁ ପାଇଁ ଦେଲେନି। ତ ଏଥିପାଇଁ ସହ୍ୟ କରିବ, କିଏ ସହ୍ୟ କରୁଛି ନା ଆମର ଯୋଉ ମନ ଇନ୍ଦ୍ରିୟ, ୟାପରେ ଆମେ ଯୋଉ ନିଜେ ମିଥ୍ୟା ଅହଙ୍କାର, ୟାକୁ ସହ୍ୟ କରିବାର ଥାଏ। ତେଣୁ ୟାକୁ ସହ୍ୟ କରିବାର ଥାଏ ମାନେ କଣ, ଶରୀର ତ ନଷ୍ଟ ହେଇଯିବନି କେବେ ବି। ମାନେ ସହ୍ୟ କଲେ ତା ଶରୀର ତ କିଛି ନଷ୍ଟ ହବନି। ତେଣୁ ସହ୍ୟ କଲେ ସେଟା ନିଜର ମିଥ୍ୟା ଅହଙ୍କାର ଉପରେ ପ୍ରଭାବ ପଡିବ। ମିଥ୍ୟା ଅହଙ୍କାର ଯାହା ଚାହୁଁଥିବ ତାର ବିପରୀତ ଧର୍ମୀ ପ୍ରଭାବ ପଡିବ। ତେଣୁ ସାରା ଭୌତିକ ସଂସାର ଆମର ମିଥ୍ୟା ଅହଙ୍କାରକୁ ନଷ୍ଟ କରିବା ପାଇଁ ଅଛି। ତେଣୁ ସେଥିପାଇଁ ସହ୍ୟ କରିବାର କୌଣସି ସୀମା ନଥାଏ। ଆଉ ସହ୍ୟ କଲେ ହିଁ ଜଣେ ଏ ଭୌତିକ ଦ୍ୱନ୍ଦରୁ ମୁକ୍ତ ହେଇପାରିବ। ଯୋଗୀ ମାନେ, ଏପରି ଜ୍ଞାନୀ ଯୋଗୀ ମାନେ, ସେମାନେ ଭୌତିକ ଦ୍ୱନ୍ଦରୁ ମୁକ୍ତ ହୁଅନ୍ତି ତାକୁ ରିଜେକ୍ଟ କରିକି। ଭକ୍ତ ମାନେ ହାଇଅର ଗୋଲ ଦେଖିକି ବିଷୟା ବିନିବର୍ତ୍ତନ୍ତେ ନିରାହାରସ୍ୟ ଦେଇନା ରସ ବର୍ଜମ ବିଷୟ ପରମ ଦୃଷ୍ଟ ନିବର୍ତ୍ତତେ। ଅର୍ଥାତ୍ ଭଗବାନଙ୍କର ଭକ୍ତ ମାନେ ଉନ୍ନତ ରସକୁ ଆସ୍ୱାଦନ କରିକି, ଭଗବାନଙ୍କର କୃଷ୍ଣ ଭକ୍ତି କରିକି ନିତ୍ୟତର ସମସ୍ୟାକୁ ସହ୍ୟ କରନ୍ତି। କାହିଁକି ନା ସମସ୍ୟା ବି ବହୁତ କମ ସମୟ ପାଇଁ। ହବ ଆମେ ବହୁତ ଜନ୍ମରେ କଣ ଜନ୍ମ ମୃତ୍ୟୁ ଜରା ବ୍ୟାଧି କରି ହେଇ ଆସିଛେ। ତେଣୁ ଏତେ ବହୁତ ବଡ, ଏତେ ଅନଲିମିଟେଡ ଲାଇଫ ସ୍ପାନ ଭିତରେ ଏଇ ମଣିଷ ମାନେ ଗୋଟେ ଯେମିତି କ୍ୟାମେରାରେ ଫଟୋ ଉଠିଲେ ଯେମିତି କ୍ୟାମେରା ଲାଇଟ ଟା ଅନ୍ ହେଇକି ଅଫ୍ ହେଇଯାଏ ସାଙ୍ଗେ ସାଙ୍ଗେ, ସେମିତି ଫ୍ଲାସ ଅଫ ଲାଇଟ ଭଳିଆ। ତେଣୁ ଆମେ ସହ୍ୟ କଲେ ଆମର ଏଇ ଦ୍ୱନ୍ଦରୁ ମୁକ୍ତ ହେଇପାରିବ। ଅର୍ଥାତ୍ ଆମେ ସହ୍ୟ କରିବାର ଉଦ୍ଦେଶ୍ୟ କଣ, ଗୋଟେ ଗୋଟେ ଲୋକ ଦେଖିଥିବ ଭୌତିକ ଲୋକମାନେ ସେମାନେ ସହିଯାଆନ୍ତି। କାହିଁକିନା ତାଙ୍କୁ ଇନ୍ଦ୍ରିୟ ଭୋଗ କରିବାର ଥାଏ। ଭକ୍ତ ମାନେ ସହିଯିବା କଥା, କାହିଁକି ନା ତାଙ୍କୁ ହାୟର ଟେଷ୍ଟ ପାଇବାର ଅଛି। ଲାଷ୍ଟ ଜିନିଷ କି ଭଗବାନ କହୁଛନ୍ତି ଭଗବତ ଗୀତାରେ, ଇନ୍ଦ୍ରିୟ ତୃପ୍ତି ଆରମ୍ଭରେ ବିଷ, ଆରମ୍ଭରେ ଅତ୍ୟନ୍ତ ଅମୃତ ଭଳିଆ ଲାଗିବ, କିନ୍ତୁ ଅନ୍ତିମରେ ତାର ପରିଣାମ ବିଷ ତୁଲ୍ୟ। କିନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କର ଭକ୍ତି
ଆରମ୍ଭରେ କଷ୍ଟଦାୟକ ଅର୍ଥାତ ବିଷ ଭଳିଆ, କାହିଁକି ନା ମନ ସଂଯମ ହଉନଥିବ କିମ୍ବା ଆମର ଭଗବାନଙ୍କ ପାଖରେ ମନ ଲାଗୁନଥିବ ନା। ତ ବିଭିନ୍ନ କାରଣରୁ କଣ ହେଇଥାଏ, ପ୍ରଥମରୁ କଷ୍ଟଦାୟକ କିନ୍ତୁ ଅନ୍ତିମରେ ଏହାର ପରିଣାମ ଅମୃତ ଠାରୁ ମଧ୍ୟ ଅତ୍ୟନ୍ତ ମଧୁର। ତେଣୁ ନିଶ୍ଚୟ ଭଗବାନ ତ ମିଛ କହିନାହାନ୍ତି, ସେଥିପାଇଁ ଆମେ ନିଶ୍ଚୟ ପ୍ରୟାସ କରିବା। ଆଉ ମାକ୍ସିମମ୍ 99% ଡିଭୋଟିଙ୍କର ସମସ୍ୟା ହେଲା ସେମାନେ ପ୍ରୟାସ କରନ୍ତିନି, ନିରନ୍ତର ପ୍ରୟାସ କରନ୍ତିନି କି ନାଇଁ ମତେ ମୋର ଆଧ୍ୟାତ୍ମିକ ଜୀବନକୁ ସଜାଡିବାର ଅଛି, ଏ ପ୍ରୟାସ କରନ୍ତିନି ହେଲା। ସେମାନେ ଫ୍ଲୋ ଅଫ ମେଟେରିଆଲ ୱେଭ ସେଥିରେ ଭାସି ଭାସି ଚାଲନ୍ତି। ତେଣୁ ଆମକୁ ନିରନ୍ତର ପ୍ରୟାସ କରିବାର ଅଛି, ସାଧୁ ସଙ୍ଗ କରିବାର ଅଛି, ଆଉ ଆମର ଲକ୍ଷ୍ୟ କୃଷ୍ଣ ପ୍ରେମ ବୋଲି ରଖିବାର ଅଛି, ଆଉ ତଦ୍ ଅନୁରୂପ ଆମେ ଡିଟରମାଇଣ୍ଡ ହେଇକି ପରିଶ୍ରମ କରିବାର ଅଛି। ତାହେଲେ ନିଶ୍ଚୟ ଭାବରେ ଆମେ ଆମର ଉତ୍ସାହ ଟା ବରକରାର ରହିବ, ଆଉ ଆମେ ସବୁଦିନ ପାଇଁ ଭକ୍ତି କରିପାରିବା, ଆଉ ଯେକୌଣସି ଜୀବନରେ ସମସ୍ୟା ଆସିବ ତାକୁ ସହ୍ୟ କରିପାରିବା। ସହ୍ୟ କରିବାର ଆଉ ଗୋଟେ ବି ନିର୍ଯାସ ଅଛି କି ଆମେ ଗୁରୁଦେବଙ୍କର ଆଶୀର୍ବାଦ ସହିତ ତାଙ୍କର ନିର୍ଦ୍ଦେଶକୁ ଯଦି ଅନୁପାଳନ କରିବା ତାହେଲେ ଆମେ ଯେକୌଣସି ପରିସ୍ଥିତିକୁ ମଧ୍ୟ ସହ୍ୟ କରିପାରିବା। ଆସନ୍ତୁ ଆମେ ବୈଷ୍ଣବ ମାନଙ୍କୁ ମଧ୍ୟ ଏଇ କାରଣ ପାଇଁ ପ୍ରାର୍ଥନା କରିବା। ବୈଷ୍ଣବ ମାନେ ବାଞ୍ଛା କଳ୍ପତରୁ ସୁଦୃଶ୍ୟ, କ୍ଷମାଶୀଳ, ଦୟାର ସାଗର ଏବଂ ପତିତ ଜୀବଙ୍କର ଉଦ୍ଧାରକାରୀ। ଦୈନନ୍ଦିନ ଜୀବନରେ ଜ୍ଞାତ ବା ଅଜ୍ଞାତ ସ୍ତରରେ ଯଦି କୌଣସି ସାଧୁ ଗୁରୁ ବୈଷ୍ଣବ ନିକଟରେ ଅପରାଧ ହୋଇଥାଏ, ତାହେଲେ ପ୍ରାତଃ ମୁହୂର୍ତ୍ତରେ ସେମାନଙ୍କ ଚରଣ କମଳରେ କ୍ଷମା ପ୍ରାର୍ଥନା କରୁଛି। ପଞ୍ଚାକଲ୍ପତରୁର୍ଭ୍ୟଶ୍ଚ କୃପା ସିନ୍ଧୁଭ୍ୟେବ च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव वृंद की जय। जगत गुरु प्रभुपाद। हरे कृष्ण।